ରାଜ୍ୟରେ ଆଗାମୀ 25 ଯାଏଁ ରହିବ କାଳବୈଶାଖୀ। ସାରା ରାଜ୍ୟରେ କାଳବୈଶାଖୀ ପାଇଁ ବିଭିନ୍ନ ସ୍ଥାନରେ ବର୍ଷା ସହ ବଜ୍ରପାତ ହେଉଥିଲା ବେଳେ ଆଜି ବି ବିଭିନ୍ନ ସ୍ଥାନରେ ବର୍ଷା ସହ ପବନ ହୋଇପାରେ। 25 ତାରିଖ ପରେ ପାଗରେ ପରିବର୍ତ୍ତନ ଆସିବ। ଏହାପରେ ରାଜ୍ୟରେ ପାର ବଢ଼ିବା ସହ 2ରୁ 5 ଡିଗ୍ରୀ ତାପମାତ୍ରା ବଢ଼ିବ ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ପରବର୍ତ୍ତୀ ଖବର, କଳାହାଣ୍ଡିରେ କ୍ରିକେଟ ବ୍ୟାଟିଂ ପାଇଁ 3 କୋଟି ସରକାରୀ ଅର୍ଥ ଆତ୍ମସାତ ଘଟଣାରେ ଆଉ ଜଣେ ପିଓ ଗିରଫ। କଳାହାଣ୍ଡିରେ କ୍ରିକେଟ ବ୍ୟାଟିଂ ପାଇଁ 3 କୋଟି ସରକାରୀ ଟଙ୍କା ଆତ୍ମସାତ କରିବା ଅଭିଯୋଗରେ ଆଉ ଜଣେ ପିଓ ଗିରଫ କରାଯାଇଛି। ଏନେଇ ଭବାନୀପାଟଣାରେ ଆନୁଷ୍ଠାନିକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କୋରାପୁଟ ଭିଜିଲାନ୍ସ ଏସ୍ପି। କିପରି ସରକାରୀ ଅର୍ଥ ଆତ୍ମସାତ କରାଯାଉଥିଲା ଓ ପୂରା ଘଟଣା କ'ଣ ରହିଛି ସେ ସମ୍ପର୍କରେ ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପରବର୍ତ୍ତୀ ଖବର, ଆଜିଠାରୁ 2 ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମାର୍ଚ୍ଚ 24 ତାରିଖରୁ 2 ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ କାଳରେ ସେ ନୟାଗଡ଼ ଜିଲ୍ଲା କଣ୍ଟିଲୋରେ ପ୍ରଭୁ ନୀଳମାଧବଙ୍କୁ ଦର୍ଶନ କରିବେ। ପରେ ସେଦିନ ରାଷ୍ଟ୍ରପତି କାଳିଆପଲ୍ଲୀ ଭାରତୀୟ ବିଷାବସ ସମାଜ ଫାଉଣ୍ଡେସନର ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ପରଦିନ ଅର୍ଥାତ୍ ମାର୍ଚ୍ଚ 25 ତାରିଖ ସକାଳେ ରାଷ୍ଟ୍ରପତି ବାୟୁସେନା ବିମାନରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ସୂଚନା ମିଳିଛି। ପରବର୍ତ୍ତୀ ଖବର, ଓଏସ୍ଏସ୍ସି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ନେଇ ବ୍ରହ୍ମପୁରରୁ ଆସିଲା ଅଭିଯୋଗ। ଓଏସ୍ଏସ୍ସି ପରୀକ୍ଷାରେ ପ୍ରଶ୍ନପତ୍ର ଟ୍ୟାମ୍ପରିଂ ହୋଇଥିବା ନେଇ ଜଣେ ପରୀକ୍ଷାର୍ଥୀ ଅଭିଯୋଗ ଆଣିଛନ୍ତି। ବ୍ରହ୍ମପୁର ସିଟି ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ଆଜି ହାଇସ୍କୁଲ ଶିକ୍ଷକ ନିଯୁକ୍ତି ପାଇଁ ପରୀକ୍ଷା ହେଉଥିଲା। ପରୀକ୍ଷାରେ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ପ୍ରଶ୍ନପତ୍ର ପ୍ୟାକେଟ ଖୋଲାଯାଇଥିବା ନେଇ ପରୀକ୍ଷାର୍ଥୀ ଜଣକ ଅଭିଯୋଗ କରିଛନ୍ତି। ଏନେଇ ସେ ପରୀକ୍ଷା କେନ୍ଦ୍ରର ପରୀକ୍ଷକ ସଂଯୋଜକଙ୍କ ସହ ଜିଲ୍ଲାପାଳଙ୍କୁ ମଧ୍ୟ ଫୋନ ଯୋଗେ ଜଣାଇବା ସହ ଘଟଣାର ସଠିକ ତଦନ୍ତ ଦାବି କରିଛନ୍ତି। ପରବର୍ତ୍ତୀ ଖବର, ମାର୍ଚ୍ଚ 26ରେ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ ହରିଶ ଟଣ୍ଡନ। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ହରିଶ ଟଣ୍ଡନ ମାର୍ଚ୍ଚ 26 ତାରିଖ ପୂର୍ବାହ୍ନ 10ଟାରେ ହାଇକୋର୍ଟ ପରିସରରେ ଶପଥ ଗ୍ରହଣ କରିବେ। ରାଜ୍ୟପାଳ ହରିବାବୁ କୁମ୍ଭବତୀ ନବନିଯୁକ୍ତ ମୁଖ୍ୟ ବିଚାରପତିଙ୍କୁ ଶପଥ ଗ୍ରହଣ କରାଇବେ। ଏହି ଅବସରରେ ହାଇକୋର୍ଟର ସମସ୍ତ ବିଚାରପତି, କର୍ମଚାରୀ, ବାର ଆସୋସିଏସନର ବରିଷ୍ଠ ସଦସ୍ୟ ପ୍ରମୁଖ ଉପସ୍ଥିତ ରହିବେ। ସୂଚନା ଥାଉ କି ଜଷ୍ଟିସ ଟଣ୍ଡନ ଓଡ଼ିଶା ହାଇକୋର୍ଟର 35ତମ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ପାଇବେ। ପରବର୍ତ୍ତୀ ଖବର, ଋଷିକୂଲ୍ୟା ମୁହାଣରେ ଦ୍ୱିତୀୟ ପର୍ଯ୍ୟାୟରେ ଅଲିଭ ରିଡଲେ କଇଁଛଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ। ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ମୁହାଣ ବେଳାଭୂମି ଅଞ୍ଚଳରେ 1 ମାସ ପରେ ପୁଣି ଦ୍ୱିତୀୟ ପର୍ଯ୍ୟାୟରେ ଅଲିଭ ରିଡଲେ ସାମୁଦ୍ରିକ କଇଁଛଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଦିନରେ 38,779 ଓ ଦ୍ୱିତୀୟ ଦିନରେ 39,521 ମୋଟ 2 ଦିନରେ 87,300 କଇଁଛ ବେଳାଭୂମି ଉପରକୁ ଉଠି ଆସି ଅଣ୍ଡାଦାନ କରିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ବନ ବିଭାଗ ପକ୍ଷରୁ କଇଁଛଙ୍କ ସୁରକ୍ଷାକୁ କଡ଼ାକଡ଼ି କରାଯାଇଥିବା ଜଣାପଡ଼ିଛି। ପରବର୍ତ୍ତୀ ଖବର, ଆଇପିଏଲ୍ ଇତିହାସରେ ଦ୍ୱିତୀୟ ସର୍ବାଧିକ ସ୍କୋର ରେକର୍ଡ କଲା ସନରାଇଜର୍ସ ହାଇଦ୍ରାବାଦ। ରବିବାର ଦିନ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦ 6 ୱିକେଟ ହରାଇ 286 ରନ୍ କରି ଆଇପିଏଲ୍ର ଇତିହାସରେ ଦ୍ୱିତୀୟ ସର୍ବାଧିକ ସ୍କୋର କରିବାର ରେକର୍ଡ କରିଛି। ଏହି ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ମ୍ୟାଚଟି ଜିତି ଯାଇଥିଲା। 47 ବଲରେ 106 ରନ୍ କରି ଇଶାନ କିଶନ ସନରାଇଜର୍ସ ହାଇଦ୍ରାବାଦର ଟପ୍ ସ୍କୋରର ହୋଇଛନ୍ତି। ସୂଚନା ଥାଉ କି ଆଇପିଏଲ୍ରେ ସର୍ବାଧିକ ସ୍କୋର ରେକର୍ଡ ମଧ୍ୟ ସନରାଇଜର୍ସ ହାଇଦ୍ରାବାଦ ପାଖରେ ଅଛି। 2024 ଏପ୍ରିଲ 15ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ 287 ସ୍କୋର କରି ସନରାଇଜର୍ସ ହାଇଦ୍ରାବାଦ ଏହି ରେକର୍ଡ କରିଥିଲା। ପରବର୍ତ୍ତୀ ଖବର, କ୍ରମାଗତ 13 ବର୍ଷ ପାଇଁ ଆଇପିଏଲ୍ରେ ପ୍ରଥମ ମ୍ୟାଚ୍ ଜିତିବାରେ ବିଫଳ ହେଲା ମୁମ୍ବାଇ ଇଣ୍ଡିଆନ୍ସ। ଚେନ୍ନାଇରେ ରବିବାର ମୁମ୍ବାଇ ଇଣ୍ଡିଆନ୍ସକୁ 4 ୱିକେଟରେ ହରାଇଲା ଚେନ୍ନାଇ ସୁପର କିଙ୍ଗସ୍। ତେବେ ଏହି ପରାଜୟ ପରେ କ୍ରମାଗତ 13 ବର୍ଷ ପାଇଁ ଆଇପିଏଲ୍ରେ ପ୍ରଥମ ମ୍ୟାଚ୍ ଜିତିବାରେ ବିଫଳ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ। ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ 9 ୱିକେଟ ହରାଇ 155 ରନ୍ କରିଥିଲା ବେଳେ 19.1 ଓଭରରେ ଚେନ୍ନାଇ ସୁପର କିଙ୍ଗସ୍ 6 ୱିକେଟ ହରାଇ 158 ରନ୍ କରି ଏହି ମ୍ୟାଚରେ ବିଜୟୀ ହୋଇଛି। ଚେନ୍ନାଇ ସୁପର କିଙ୍ଗସର ସଚିନ ରବୀନ୍ଦ୍ର ଏହି ମ୍ୟାଚରେ 65 ରନ୍ କରିଥିଲେ।